ବିଜେପିବାଲା ନେଇଛନ୍ତି ତାଙ୍କୁ ତ ବିଜେଡ଼ି ନବୀନ ବାବୁ ଆଣିକି ଏମଏଲଏ କରିଥିଲେ, ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନର ଚେୟାରମ୍ୟାନ୍ କରିଥିଲେ, କଟକ ଜିଲ୍ଲାର ବିଜେଡ଼ି ସଭାପତି କରିଥିଲେ, ତାପରେ ତାଙ୍କୁ ଏମପି କରାଗଲା। ଏବେ ବିଜେପିବାଲା ନେଇଛନ୍ତି ବୋଧେ ତାଙ୍କୁ ରାଷ୍ଟ୍ରପତି କରିବେ ନହେଲେ ପ୍ରଧାନମନ୍ତ୍ରୀ କରିବେ, ନିଶ୍ଚିତ ଭାବରେ କରିବେ। ଏଇଥିପାଇଁ ବୋଧେ ନେଇଛନ୍ତି, ନହେଲେ ଆଉ କେଉଁ ପଦ ବି ତାଙ୍କର ଖାଲି ରହିଲା ଓଡ଼ିଶାରେ। ନବୀନ ବାବୁ ତାଙ୍କୁ କେଉଁ ପଦ ଦେଲେ ନାହିଁ, ସେଇ ପଦ ପାଇଁ ସେ ଯାଇଛନ୍ତି। ସେ କଥା ହେଇପାରେ ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ କରିପାରନ୍ତି ତାଙ୍କୁ ନେଇକି। ବାକ ବିଲ୍ ବିଷୟରେ ଜାଣିପାରିଲେ ନାହିଁ, ନବୀନଙ୍କ ସହିତ କଥା ହେଇପାରିଲେ ନାହିଁ, ଅନ୍ୟ ବିଷୟରେ କଥା ହେଉଛନ୍ତି। ଯେତେବେଳେ ନେବାର ଅଛି ସେତେବେଳେ ନବୀନଙ୍କ ସାଙ୍ଗରେ କଥା ହେଇପାରୁଛନ୍ତି, ଯେତେବେଳେ ଦଳକୁ କିଛି ଦେବାର ଅଛି ସେତେବେଳେ ନବୀନଙ୍କ ସହିତ କଥା ହେଇପାରିଲେ ନାହିଁ। ଗୋଟେ ସିଏ ଜଣେ ଡାଲି ଚୋଟ ନାହିଁ ଏବଂ ସେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସ୍ଥାନ ଅବିକା ଖାଲି ନାହିଁ। ତେଣୁ ତାଙ୍କର ରାଜନୀତିକ ଜ୍ଞାନ ବହୁତ ନିମ୍ନ ସ୍ତରର। ସିଏ ଗରିବ ଲୋକଙ୍କୁ ଶୋଷଣ କରିକି ରାଜନୀତି କରିଛନ୍ତି। ତେଣୁ ସିଏ କ'ଣ କହିବେ? ଗୋଟେ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଏବଂ ପ୍ରେସିଡେଣ୍ଟକୁ ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କଲେ ଏଇଟା କ୍ଷମା ହେବନି।